ଜୟ ଜଗନ୍ନାଥ ସାଙ୍ଗମାନେ। ମୋତେ କୌଣସି ଗୋଟିଏ ଏମର୍ଜେନ୍ସି କାମରେ ଗୋଟେ ମେଡ଼ିକାଲ କେସ୍ ଥିଲା, ସେଥିପାଇଁ ମୋତେ ବାରାଣାସୀ ଆସିବାକୁ ପଡ଼ିଲା। ଆସି ତ ଯାଇଥିଲି କିନ୍ତୁ ମୁଁ ଫେରି ପାରିଲିନି। ଯେଉଁଦିନ ଫେରିବା ପାଇଁ ଟିକେଟ୍ ଥିଲା ମୋର ଟିକେଟ୍ କନଫର୍ମ ହୋଇପାରିଲାନି ଟ୍ରେନରେ, ଆଉ ତତ୍କାଳ ଟିକେଟ୍ ମଧ୍ୟ ମିଳିଲାନି। ତେଣୁ ମୋତେ ବାଧ୍ୟ ହୋଇ ଆଉ 2 ଦିନ ଅଧିକ ରହିବା ପାଇଁ ପଡ଼ିଲା। ଯେହେତୁ ମୁଁ 2 ଦିନ ଅଧିକା ରହିଲି, ତେଣୁ ସେଠି ରହିକି ଘରେ କରିବି କ'ଣ, ସେଥିପାଇଁ ଭାବିଲି କୁଆଡ଼େ ଟିକେ ଯାଇ ବୁଲି ଆସିବା। କୁଆଡ଼େ ଯିବି ଭାବୁ ଭାବୁ ମନେ ପଡ଼ିଲା ପାଖରେ ତ ଏଠି ଗଙ୍ଗା ନଦୀ। ନମଘାଟ ଆସିବା ପାଇଁ ଇଚ୍ଛା କଲୁ, ଆଉ ତେଣୁ ପଳେଇ ଆସିଲି। ଆସିବା ପାଇଁ ତ ସେମିତି ଇଚ୍ଛା ନଥିଲା, କାରଣ ବହୁତ ଗରମ ଆଉ ଗୁଳୁଗୁଳି ମଧ୍ୟ ହେଉଥାଏ। ତଥାପି ଭାବିଲି କ'ଣ କରିବି, ଯାଇ ଟିକେ ବୁଲି ଆସେ, ନହେଲେ ଦିନ ସାରା ମୋତେ ଘରେ ବସିବାକୁ ପଡ଼ିବ। ଆସିଲି ବୁଲିବା ପାଇଁ, କିନ୍ତୁ ସେତେ ମଜା ଲାଗିଲାନି, କାରଣ ବୁଲିବା ଟାଇମ୍ଟା ସନ୍ଧ୍ୟା ସମୟରେ। ଆମେ ପଳେଇ ଆସିଥିଲୁ ଦିନ 11ଟା ସାଢ଼େ 11ଟା ବେଳେ। ଦେଖୁନାହାନ୍ତି ଲୋକମାନେ କେମିତି ଏଠି ଗରମରେ ବିଞ୍ଚି ହେଉଛନ୍ତି। ଇଚ୍ଛା ନଥିଲା ଭିଡ଼ିଓ କରିବା ପାଇଁ, କିନ୍ତୁ କ'ଣ କରିବି, ଟିକେ ମନ ଖୁସି କରିବା ପାଇଁ ଭିଡ଼ିଓଟେ କଲି। ସାଙ୍ଗରେ ଥିଲେ ରାକେଶ ବାବୁ। ଯାହା ହଉ ଭିଡ଼ିଓ କଲୁ। ଦେଖନ୍ତୁ ଗଙ୍ଗା ନଦୀରେ ପାଣି କେତେ କମିଯାଇଛି। କୌଣସି ବର୍ଷ ଏତେ ପାଣି କମେନି। ମୁଁ ସବୁ ବର୍ଷ ଆସେ ଦେଖେ, କିନ୍ତୁ ଏଇ ବର୍ଷ ସବୁଠୁ ପାଣି ତଳକୁ ଚାଲିଯାଇଛି। ଆଉ ସେ ପୋଲ ଯେଉଁଟା ଦେଖାଯାଉଛି ସେଇଟା ହେଲା ରାଜଘାଟ ବ୍ରିଜ୍। ତଳେ ଯାଉଛି ଟ୍ରେନ୍, ଆଉ ତା ଉପରେ ଚାଲୁଛି ଗାଡ଼ି ମଟର, ବସ୍, ଟ୍ରକ୍ ସବୁ ଚାଲିଛି। ଖୁବ୍ ସୁନ୍ଦର ଦୃଶ୍ୟ। ଯେତେବେଳେ ପାଣି ଟିକେ ନଦୀରେ ଅଧିକ ଥାଏ ସେତେବେଳେ ଭଲ ଦେଖାଯାଏ। ଦେଖନ୍ତୁ ଧୀରେ ଧୀରେ ଲୋକମାନଙ୍କର ସଂଖ୍ୟା ବି ଏଠି ବଢ଼ିଲାଣି। ଆଉ ଯେତେବେଳେ ବନ୍ୟା ଆସେ, ଏଇ ଯେଉଁ 3ଟି ନମ ମୁଦ୍ରାରେ ଯେଉଁ ହାତ ଅଛି, ମଝି ହାତଟା ପୁରା ସମ୍ପୂର୍ଣ୍ଣ ବୁଡ଼ିଯାଏ। ବହୁତ ପାଣି ଆସେ ବନ୍ୟା ସମୟରେ। ଯାହା ହଉ ବୁଲିଲୁ, ଇଚ୍ଛା ନଥିଲା, ଭାରି ଅନକମ୍ଫର୍ଟେବୁଲ୍ ଲାଗୁଥିଲା। ବୁଲିବାଲି ଲାଷ୍ଟକୁ ଆମେ ଚିନ୍ତା କଲୁ ଯାଇ ରାମନଗର କିଲ୍ଲା ଟିକେ ବୁଲିବୁ। ସେଥିପାଇଁ ଗାଡ଼ିରେ ବସି ବାଇକ୍ରେ ବୁଲୁଥିଲୁ, ପଳେଇ ଆସିଲୁ ରାମନଗର କିଲ୍ଲା ବୁଲିବା ପାଇଁ। ରାମନଗର କିଲ୍ଲାରେ ଫଟୋ ଏବଂ ଭିଡ଼ିଓ କରିବାଟା ବାରଣ ଥିଲା, ସେଥିପାଇଁ ଆମେ ଫଟୋ ଭିଡ଼ିଓ କିଛି କରିପାରିଲୁନି। ଯାହା ହେଉ ଅତ୍ୟନ୍ତ ଗରମ ଆଉ ଗୁଳୁଗୁଳି ଭିତରେ ବି ଆମେ ଗୋଟେ ଦିନ ସାଙ୍ଗ ହୋଇ 2 ଜଣ ବୁଲିଲୁ। ଖୁବ୍ ଆନନ୍ଦ ଲାଗିଲା, ଗରମ ବି ଲାଗୁଥାଏ। ଜୟ ଜଗନ୍ନାଥ।